ଏହି ପ୍ରଥମ ଅଧ୍ୟାୟରେ ଦ୍ୱାପର ଯୁଗ ଶେଷ ହୋଇଯାଇଥିଲା। ମହାଭାରତର ଭୟଙ୍କର ଯୁଦ୍ଧ ଯେଉଁଥିରେ ଭାଇ ଭାଇକୁ ହତ୍ୟା କରିଥିଲା ତାହା ଏବେ ଇତିହାସ ହୋଇଯାଇଥିଲା। ଶ୍ରୀକୃଷ୍ଣ ମଧ୍ୟ ତାଙ୍କ ଲୀଳା ସମାପ୍ତ କରି ପୃଥିବୀ ଛାଡ଼ି ଚାଲିଯାଇଥିଲେ। ଈଶ୍ୱର ଏହି ସଂସାର ଛାଡ଼ିବା ମାତ୍ରେ ଧର୍ମର ଶକ୍ତି ହ୍ରାସ ପାଇବା ଆରମ୍ଭ ହେଲା ଏବଂ କଳିଯୁଗର କଳା ମେଘ ଦିଗନ୍ତରେ ବିସ୍ତାର ହେବା ଆରମ୍ଭ କଲା। ଏହି ସମୟରେ ରାଜା ପରୀକ୍ଷିତ ଅର୍ଜୁନଙ୍କ ନାତି ଏବଂ ଅଭିମନ୍ୟୁଙ୍କ ପୁତ୍ର ହସ୍ତିନାପୁରର ସିଂହାସନରେ ବସିଥିଲେ। ତାଙ୍କ ଶାସନରୁ ନ୍ୟାୟପୂର୍ଣ୍ଣ, ଦୟାଳୁ ଏବଂ ଧାର୍ମିକ ବୋଲି ବିବେଚନା କରାଯାଉଥିଲା। ରାଜ୍ୟରେ ସମୃଦ୍ଧି ଥିଲା, ପ୍ରଜାମାନେ ଖୁସି ଥିଲେ ଏବଂ ଚାରିଆଡ଼େ ଶୃଙ୍ଖଳା ଥିଲା। କିନ୍ତୁ ଯୁଗର ପରିବର୍ତ୍ତନକୁ ରୋକି ହେବ ନାହିଁ। କଳି ଯୁଗର ସମୟ ଆସି ପହଞ୍ଚିଥିଲା ଏବଂ ଏହା ଧୀରେ ଧୀରେ ପ୍ରବେଶ କରୁଥିଲା। ତାହା ସହିତ ଅଧର୍ମ, ଲୋଭ, କ୍ରୋଧ ଏବଂ ପାପର ଭାର ବହନ କରୁଥିଲା। ଥରେ ପ୍ରତ୍ୟୁଷରେ ରାଜା ପରୀକ୍ଷିତ ତାଙ୍କ ମନ୍ତ୍ରୀ ଏବଂ ସୈନ୍ୟମାନଙ୍କ ସହିତ ଜଙ୍ଗଲକୁ ଶିକାର କରିବାକୁ ବାହାରିଥିଲେ। ସୂର୍ଯ୍ୟର କିରଣ ପୃଥିବୀରେ ବ୍ୟାପି ଯାଇଥିଲା। ଏକ ଶୀତଳ ପବନ ବହିଥିଲା ଏବଂ ପକ୍ଷୀମାନେ ଗଛ ଛାଇରେ ମଧୁର ଶବ୍ଦ କରୁଥିଲେ। କିଛି ସମୟ ଜଙ୍ଗଲରେ ବୁଲିବା ପରେ ରାଜା ଏକ ହରିଣର ପଛେ ପଛେ ଗଭୀର ଜଙ୍ଗଲକୁ ଗଲେ। ହରିଣଟି ପଳାଇଗଲା, କିନ୍ତୁ ବର୍ତ୍ତମାନ ରାଜା ଏକା ତୁଷାର୍ତ ଏବଂ ଭୋକିଲା ଥିଲେ। ତାପରେ ସେ ଦୂରରେ ଏକ ଆଶ୍ରମ ଦେଖିଲେ। ଶାନ୍ତ, ପବିତ୍ର ଏବଂ ତପସ୍ୟାରେ ମଗ୍ନ ସେ ଘୋଡ଼ାରୁ ଓହ୍ଲାଇ ପ୍ରବେଶ କଲେ। ଆଶ୍ରମରେ ଋଷି ଶ୍ରମିକ ଗଭୀର ଧ୍ୟାନରେ ବସିଥିଲେ, ଆଖି ବନ୍ଦ, ଶରୀର ସ୍ଥିର, ଯେପରି ସମାଧିରେ। ରାଜା ପରୀକ୍ଷିତ ସମ୍ମାନର ସହିତ ପ୍ରଣାମ କରି କହିଲେ, ହେ ମୁନିବର, ମୁଁ ତୃଷ୍ଣା ଏବଂ ଭୋକରେ ପୀଡ଼ିତ, ଦୟାକରି ମୋତେ ପାଣି ଦିଅ। କିନ୍ତୁ ଋଷି ନୀରବ ରହିଲେ। ନା ତାଙ୍କର ଆଖିପତା ହଲୁଥିଲା, ନା ତାଙ୍କ ଶରୀର ହଲୁଥିଲା। ସେ ତାଙ୍କ ଆତ୍ମାକୁ ବ୍ରହ୍ମାଙ୍କ ସହିତ ମିଶ୍ରଣ କରିଥିଲେ। ରାଜା ଏହି ନୀରବତାକୁ ଉଦାସୀନତା ବୋଲି ଅନୁଭବ କଲେ। ଏଠାରେ କଳିଯୁଗ ଯିଏ ପାଖରେ କୌଣସି ସ୍ଥାନରେ ଅଦୃଶ୍ୟ ଠିଆ ହୋଇଥିଲା। ମନେ ମନେ ହସିଲା, ଏବେ ରାଜାଙ୍କ ଧୈର୍ଯ୍ୟ ଭାଙ୍ଗିବାର ସୁଯୋଗ ଆସିଛି। ସେ ଯେପରି ରାଜାଙ୍କ କାନରେ ଫୁସ୍ଫୁସ୍ କରି କହିଲେ, ଦେଖ, ତୁମର ଅପମାନ ହୋଇଛି। ତୁମେ ହସ୍ତିନାପୁରର ରାଜା ଏବଂ ଏହି ମୁନି ତୁମକୁ ଅଣଦେଖା କରୁଛନ୍ତି। କିଛି କର। କ୍ରୋଧରେ ରାଜା ଚାରିପାଖକୁ ଚାହିଁଲେ। ଏକ ମୃତ ସାପ ଭୂମିରେ ପଡ଼ିଥିଲା। ସେ ସେହି ସାପଟିକୁ ଉଠାଇ ଋଷିଙ୍କ ବେକରେ ଲଗାଇଲେ। ତାପରେ ସେ ସେଠାରୁ ଏକ ବ୍ୟଙ୍ଗାତ୍ମକ ହସ ସହିତ ଫେରି ଆସିଲେ। କିଛି ସମୟ ପରେ ମୁନିଙ୍କ ପୁଅ ଶୃଙ୍ଗି ଆଶ୍ରମକୁ ଫେରି ଆସିଲେ। ସେ ତାଙ୍କ ପିତାଙ୍କ ବେକରେ ମୃତ ସାପଟିକୁ ଦେଖିଲେ। ତାଙ୍କ ଆଖି ଅଗ୍ନିରେ ପୂର୍ଣ୍ଣ ହୋଇଗଲା। ସେ ପାଣି ଉଠାଇଲେ, ମନ୍ତ୍ର ଉଚ୍ଚାରଣ କଲେ ଏବଂ କହିଲେ, ଯେଉଁ ଅହଙ୍କାରୀ ରାଜା ମୋର ତପସ୍ୱୀ ପିତାଙ୍କୁ ଅପମାନ କରିଛନ୍ତି, ତାଙ୍କୁ ସମସ୍ତ ଦିନରେ ତକ୍ଷକ ସାପ କାମୁଡ଼ିବ ଏବଂ ସେ ଶେଷ ହୋଇଯିବ। ଯେତେବେଳେ ଋଷି ଶ୍ରମିକ ଧ୍ୟାନରୁ ବାହାରି ଆସିଲେ, ସେ ତାଙ୍କ ପୁଅଙ୍କୁ ବୁଝାଇଲେ, ପୁତ୍ର, ଏହା ଠିକ୍ ନଥିଲା। ରାଜା ଭୁଲ କରିଥିଲେ, କିନ୍ତୁ କ୍ରୋଧରେ ଦିଆଯାଇଥିବା ଅଭିଶାପ ମଧ୍ୟ ପାପ। କିନ୍ତୁ ବର୍ତ୍ତମାନ ତୀର ଧନୁରୁ ବାହାରି ଯାଇଥିଲା। ଯେତେବେଳେ ରାଜା ଅଭିଶାପର ଖବର ପାଇଲେ, ସେ ତାଙ୍କ ହୃଦୟରେ ଗଭୀର ଅନୁତାପ ଅନୁଭବ କଲେ। ସେ ତୁରନ୍ତ ତାଙ୍କ ମନ୍ତ୍ରୀମାନଙ୍କୁ କହିଲେ, ଏବେ ମୋର ସମୟ ସୀମିତ। ମୁଁ ରାଜ୍ୟ ଛାଡ଼ି ଗଙ୍ଗା କୂଳକୁ ଯିବି ଏବଂ ମୋର ଶେଷ 7 ଦିନ ଭଗବାନଙ୍କ କାହାଣୀ ଶୁଣିବି। ରାଜା ଗଙ୍ଗା କୂଳରେ ପହଞ୍ଚିଲେ। ତାଙ୍କ ମୁଣ୍ଡରେ ଏକ କମ୍ବଳ ପିନ୍ଧାଇଲେ, ସିଂହାସନ ଛାଡ଼ି ଭୂମିରେ ବସିଲେ ଏବଂ ପ୍ରତିଜ୍ଞା କଲେ ଯେ ଏବେ ସେ ଖାଦ୍ୟ କିମ୍ବା ପାଣି ଖାଇବେ ନାହିଁ। ସେ କେବଳ ପ୍ରଭୁଙ୍କ ନାମ ସ୍ମରଣ କରିବେ। ଏହି ସମୟରେ ଶୁକଦେବ ମୁନି ସେଠାରେ ପ୍ରକଟ ହେଲେ, ତେଜସ୍ୱୀ, ତପସ୍ୱୀ ଏବଂ ବ୍ରହ୍ମଜ୍ଞାନରେ ପରିପୂର୍ଣ୍ଣ। ରାଜା ତାଙ୍କ ପାଦ ତଳେ ପ୍ରଣାମ କରି କହିଲେ, ଗୁରୁଦେବ, ମୋର ଜୀବନ ଏବେ କେବଳ 7 ଦିନ। ଦୟାକରି ମୋତେ ଏପରି ଜ୍ଞାନ ଦିଅନ୍ତୁ ଯାହାଦ୍ୱାରା ମୁଁ ମୃତ୍ୟୁର ଭୟକୁ ମୁକ୍ତି ପାଇପାରିବି ଏବଂ ମୋକ୍ଷ ପାଇପାରିବି। ଶୁକଦେବ ହସି ହସି କହିଲେ, ହେ ମହାରାଜ, ଏହି ଜୀବନ କ୍ଷଣସ୍ଥାୟୀ। କେବଳ ପ୍ରଭୁଙ୍କ ପ୍ରତି ଭକ୍ତି ହିଁ ଆମକୁ ମୃତ୍ୟୁରୁ ରକ୍ଷା କରିପାରିବ। ମୁଁ ତୁମକୁ ଶ୍ରୀମଦ୍ ଭଗବତ କାହାଣୀ କହିବି, ଯେଉଁଥିରେ ସୃଷ୍ଟିର ରହସ୍ୟ, ଈଶ୍ୱରଙ୍କ ଦିବ୍ୟ କାର୍ଯ୍ୟ ଏବଂ କଳିଯୁଗର ସତ୍ୟ ଲୁଚି ରହିଛି। ଶୁକଦେବ କହିଥିଲେ ଯେ କଳିଯୁଗ ପୃଥିବୀକୁ ଆସିବା ପୂର୍ବରୁ ଧର୍ମ ବୃଷ ରୂପରେ ଏବଂ ପୃଥିବୀ ଗାଈ ରୂପରେ ମିଳିଥିଲା। ବୃଷର 3ଟି ଗୋଡ଼, ତପସ୍ୟା, ପବିତ୍ରତା ଏବଂ ଦୟା ଭାଙ୍ଗି ଯାଇଥିଲା। କେବଳ ସତ୍ୟର ଗୋଟିଏ ଗୋଡ଼ ବାକି ଥିଲା। କଳିଯୁଗ ରାଜା ପରୀକ୍ଷିତଙ୍କୁ ପ୍ରାର୍ଥନା କଲେ, ମୋତେ ରହିବା ପାଇଁ ଏକ ସ୍ଥାନ ଦିଅ। ରାଜା କହିଲେ, ଯେଉଁଠାରେ ଜୁଆ ଅଛି, ଯେଉଁଠାରେ ନିଶା ଅଛି, ଯେଉଁଠାରେ ବ୍ୟଭିଚାର ଅଛି ଏବଂ ଯେଉଁଠାରେ ପଶୁ ହିଂସା ଅଛି,
ସେଠାରେ ରୁହ। କଳିଯୁଗ ଚତୁରତାର ସହିତ କହିଲା, ମୁଁ ଆଉ ଗୋଟିଏ ସ୍ଥାନ ଚାହୁଁଛି, ସୁନା, କାରଣ ଯେଉଁଠାରେ ସୁନା ଅଛି ସେଠାରେ ଲୋଭ, ଈର୍ଷା ଏବଂ ଅଧର୍ମ ରହିବ। ରାଜା ଅଜାଣତରେ ଏହାକୁ ମଧ୍ୟ ଗ୍ରହଣ କଲେ ଏବଂ ସେବେଠାରୁ ଲୋଭର ବୀଜ ମଣିଷ ମନରେ ଗଭୀର ଭାବରେ ପ୍ରବେଶ କଲା। 7 ଦିନ ବିତିଗଲା। କାହାଣୀ ଶେଷ ହେଲା। ସମସ୍ତ ଦିନରେ ତକ୍ଷକ ସର୍ପ ଗଙ୍ଗା ଜଳରୁ ଭୟଙ୍କର ରୂପରେ ବାହାରି ରାଜାଙ୍କୁ କାମୁଡ଼ିଲା। ଶରୀର ଭୂମିରେ ପଡ଼ିଗଲା, କିନ୍ତୁ ତାଙ୍କ ମୁହଁରେ କୌଣସି ଭୟ ନଥିଲା, କେବଳ ଶାନ୍ତି ଏବଂ ଖୁସି ଥିଲା, କାରଣ ସେ କାହାଣୀ ଏବଂ ପ୍ରଭୁଙ୍କ ନାମରେ ମଗ୍ନ ହୋଇ ମୃତ୍ୟୁକୁ ଜୟ କରିଥିଲେ। ଏହିପରି ଦ୍ୱାପର ଯୁଗ ଶେଷ ହେଲା ଏବଂ କଳିଯୁଗ ଆରମ୍ଭ ହେଲା। ଧର୍ମର ଦୀପ ମଳିନ ହେବାକୁ ଲାଗିଲା ଏବଂ ଅଧର୍ମ ତା'ର ଡେଣା ବିସ୍ତାର କଲା। କିନ୍ତୁ ଶୁକଦେବ ମୁନିଙ୍କ ବାଣୀ ପରି ଏହି ଯୁଗରେ ମଧ୍ୟ କେବଳ ଭକ୍ତି, ସତ୍ସଙ୍ଗ ଏବଂ ପ୍ରଭୁକୁ ସ୍ମରଣ କରିବା ଦ୍ୱାରା ମଣିଷ ପାପ ଏବଂ ଭୟରୁ ମୁକ୍ତି ପାଇପାରିବେ। ଯଦି ଆପଣଙ୍କୁ ଏହି କାହାଣୀଟି ଭଲ ଲାଗିଛି, ତେବେ ମୋ ଚ୍ୟାନେଲକୁ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଜୟ ଶ୍ରୀକୃଷ୍ଣ। ଧନ୍ୟବାଦ।